ଆପଣ ଠିକ୍ କହୁଛନ୍ତି। ଆମର ସରକାରଙ୍କର ନିର୍ଦ୍ଦେଶ ଅଛି ପ୍ଲସ୍ ଆମ ଏସ୍ପି ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଆଜି କୋରେଇ ପୋଲିସ ତରଫରୁ ଆମ ଏରିଆରେ ଯେଉଁମାନେ ବାହାରର ଲୋକ ରହୁଛନ୍ତି ତାଙ୍କ ଉପରେ ଆମେ କି ଅପରେସନ୍ ଆରମ୍ଭ କରିଥିଲୁ। ସେ ଅପରେସନ୍ କିଛି ଲୋକଙ୍କୁ ଆଣିଛୁ ଏବଂ ତାଙ୍କର ଆଧାର, ତାଙ୍କର ଭୋଟ ପରିଚୟ ପତ୍ର, ତାଙ୍କର ମୋବାଇଲ, ଅଲଗା ଡକୁମେଣ୍ଟ ଭେରିଫିକେସନ୍ ଚାଲିଛି। ସେ ଭେରିଫିକେସନ୍ ଆମେ ଦେଖିବୁ ପ୍ରକୃତରେ ସେମାନେ ଆମର ଆଉଟ୍ ଅଫ୍ ଡିଷ୍ଟ୍ରିକ୍ଟ କି ଆଉଟ୍ ଅଫ୍ ଷ୍ଟେଟ୍ କି ଆଉଟ୍ ଅଫ୍ କଣ୍ଟ୍ରିରେ ଅଛନ୍ତି। ତାପରେ ଆମେ ସବିଶେଷ ତଥ୍ୟ ଦେବୁ। ଏଇଭଳିଆ ଅପରେସନ୍ କୋରେଇ ଏରିଆରେ ଚାଲିବ। ତେଣୁ ଆମେ ଯାଜପୁର ଏସ୍ପି ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ଏ ଅପରେସନ୍ ଲଗାତାର ଚାଲିବ। ସେ ଫେରିବାଲାଙ୍କୁ ଆମେ ନଜର କରୁଥିଲୁ। ଯେହେତୁ ଆମ ଏରିଆର ଲୋକ ନୁହନ୍ତି ତାଙ୍କୁ ଆଣାଇଥିଲୁ। ତାଙ୍କର ବି ଭେରିଫିକେସନ୍ ଚାଲିଛି। ପ୍ରକୃତରେ ତାଙ୍କର ଡକୁମେଣ୍ଟେସନ୍ କେଉଁଠି, ସେ କେଉଁଠିକାର ନେଟିଭିଟି ଅଛନ୍ତି, ସେ ବିଷୟରେ ବି ଆମେ ଭେରିଫିକେସନ୍ କରୁଛୁ। ସବିଶେଷ ତଥ୍ୟ ତାଙ୍କର ଆମେ ଥାନାରେ ରେଜିଷ୍ଟର ବି ମେଣ୍ଟେନ୍ କରୁଛୁ। ଶ୍ରୀରାମ ବଙ୍ଗନଖିଳାରେ କୋରେଇ ରାଷ୍ଟ୍ରୀୟ ବର୍ଜ୍ୟଜଳ ସଂଯୋଗ ଆମର ଉଦ୍ଦେଶ୍ୟ ଅଛି କି ଆମ ପାଖଆଖ ଅଞ୍ଚଳରେ ରୋହିଙ୍ଗ୍ୟା ବାଂଲାଦେଶୀ ମାନେ ଯେଉଁମାନେ ଅନୁପ୍ରବେଶକାରୀ ଅଛନ୍ତି ଗାଁ ଗାଁ ବୁଲିକି ଫେରିବାଲା ଆଳରେ ଲଭ୍ ଜିହାଦର ଶିକାର କରୁଛନ୍ତି ହିନ୍ଦୁ ଝିଅମାନଙ୍କୁ। ପ୍ଲସ୍ ଦିନରେ ଫେରି ରାତିରେ ଚୋରି କରୁଛନ୍ତି। ପ୍ଲସ୍ ଏଇ ଆମ ଆଖି ଆଗରେ ଏଇ ବିଗତ ଏଇ 2-3 ଦିନର ଘଟଣା କେନ୍ଦୁଝରରେ ହେଇଛି କି ଗୋଟେ ନାବାଳିକାକୁ ଗୋଟେ ହାଣ୍ଡିକ୍ୟାପ୍ ନାବାଳିକାକୁ ଜଣେ ଫେରିବାଲା ବାଂଲାଦେଶୀ ରେପ୍ କରିଛି। ଆମର ଏଇ ରିସେଣ୍ଟ ଜଗତସିଂହପୁରରେ ବାହାରିଛି 2 ସନ୍ଦିଗ୍ଧ ବାଂଲାଦେଶୀ ଘରୁ ବାହାରିଛି ମାରଣାସ୍ତ୍ର ବାହାରିଛି। ଆମେ ତେଣୁ ଆମ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହେଇଛୁ କି ଆମ ଆଖପାଖ ଅଞ୍ଚଳ ଯେଉଁ ଫେରିବାଲା ବାଂଲାଦେଶୀ ରୋହିଙ୍ଗ୍ୟା ରହିଛନ୍ତି ତାଙ୍କୁ ଠାବ କରାଯାଉ, ତାଙ୍କର ଉଚ୍ଛେଦ କରାଯାଉ, ତାଙ୍କର ପ୍ରକୃତ ତଥ୍ୟ ସବୁ ଯାଞ୍ଚ କରାଯାଉ, ତାଙ୍କର ସଠିକ୍ ଆଧାର କାର୍ଡ଼, ତାଙ୍କର ପ୍ରକୃତ ପ୍ରମାଣପତ୍ର ଜାଲି କି ତାର ପ୍ରକୃତ ସଠିକ୍ ପ୍ରମାଣପତ୍ର ତାର ଯାଞ୍ଚ କରିବା ପାଇଁ ଆଜି ଆମେ ଥାନାର ଦ୍ୱାରସ୍ଥ ହେଇଛୁ। ଯଦି ଆମକୁ କିଛି ନ୍ୟାୟ ନ ମିଳିଲା ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲେଇବୁ। ବଜରଙ୍ଗୀ ଭାଇମାନେ ମିନିମମ୍ 5,000ରୁ 6,000 ଭଳିଆ ସଂଖ୍ୟା ହେବେ। ଆମର ଯେତିକି ଅନୁମାନ କରାହେଉଛି ପାଖ ଆମର କୋରେଇ ଅଞ୍ଚଳରେ ପ୍ରାୟ 500ରୁ ଉର୍ଦ୍ଧ୍ୱ ବାଂଲାଦେଶୀ ବାହାରିବେ। ସମସ୍ତ ବାଂଲାଦେଶୀ କ'ଣ ଚିହ୍ନଟ ହେଇପାରୁଛନ୍ତି କି? କିଛି ଲୁଚିକି ବି ଅଛନ୍ତି, ଲୁକାୟିତ ଭାବରେ ବି ଅଛନ୍ତି। ଦେଖିବା ତଦନ୍ତ ଚାଲିଛି। IIC ଆମର ପୁରା ବିଶ୍ୱାସ ରାକେଶ ତ୍ରିପାଠୀଙ୍କ ଉପରେ ଆମକୁ ନ୍ୟାୟ ଦେବେ। ଏଠିକା ଯେଉଁ ଛପିକି ଅଛନ୍ତି ବାଂଲାଦେଶୀ ରୋହିଙ୍ଗ୍ୟା ତାଙ୍କୁ ନିଶ୍ଚୟ ଠାବ କରିବେ।